ନା ଏଇଟା ଭଲ କଥାଟି ମନେ ରଖ। ଆଜି ଆଲୋଚନା କରିବା ଗୁପ୍ତରେ ଗୁପ୍ତରେ ଲାଗିଛି ଲୀଳା। କଳଙ୍କି ଖେଳ ଗୋଟେ ବିଚିତ୍ର ଖେଳ, ବୁଝିଲେ। ଠାକୁର ଯୋଉ ଆସିବେ ଖେଳା ଲୀଳା କରିବେ ସଂସାରରେ କେହି ଜାଣିପାରିବେନି। ଆଉ ଠାକୁର ଡେଙ୍ଗୁରା ବାଡେଇ କହିବେ ନାହିଁ ଯେ ଅମୁକ ଜାଗାରେ ଠାକୁର ଜନ୍ମ ହେଇ, ବୁଝିଲେ। ଦେଖା ଶିଖା ଠାକୁର, ଶୁଣା ଶୁଣି ଠାକୁର, କୁହାକୁହି ଠାକୁର ବର୍ତ୍ତମାନ ଅନେକ ବାହାରିଛନ୍ତି, ବୁଝିଲେ। ମହାପୁରୁଷ ଯେତେବେଳେ ଅତୁତ ଆସିବେ ସେ ସଦା ସର୍ବଦା ଠାକୁରଙ୍କ ଅଙ୍କଟାକୁ ନିଜେ କଣ କରିଛନ୍ତି, ଲେଖିଛନ୍ତି। ଠାକୁରଙ୍କର କେତେ ବର୍ଷରେ କଣ ସବୁ ଘଟି ଘଟିକା ଯିବ। କିନ୍ତୁ ବର୍ତ୍ତମାନ ସମୟରେ ଆମେ ଦେଖୁଛୁ ବୁଢା ଠାରୁ ଛୋଟିଆ ଛୁଆ ପର୍ଯ୍ୟନ୍ତ ଭଲ ଗୋଟେ ମୁଣ୍ଡରେ ପଶି ଯାଇଛି କଣ ନା ଆମେ ଠାକୁର ହେଲା। ଠାକୁର କୋଉଠି ଜନ୍ମ ହେବେ ଗୁପ୍ତ ଲୀଳା ଯୋଉଟାକ ସ୍ୱତନ୍ତ୍ର ଲେଖିଛନ୍ତି, ବୁଝିହଉଛି ନା। କୋଉଠି କଳଙ୍କି ରୂପ ହେବେ ମଧ୍ୟ ସ୍ୱତନ୍ତ୍ର ଲେଖିଛନ୍ତି। କିନ୍ତୁ ଆମେ ତ ସେଇ ଶାସ୍ତ୍ର ପଢୁଛୁ, ସେମାନେ ତ ସେଇଆ ପଢୁଥିବେ, ସେ କେମିତି ଜାଣିପାରୁନାହାନ୍ତି ଆମକୁ ସେଇଟା କାମ ଲାଗୁଛି। ବର୍ତ୍ତମାନ ତମେ ଦେଖ ଢେଗ ଆମର ମନେ ପଡେ, ଗାଁ ଗହଳିରେ କୁହନ୍ତି ଶାଳୁଆ ପିଆଶାଳ ଏ ହେଲେ ଚୁଲି ଜାଳ, ଗବ ହେଲାଣି ମୂଳୁଦୁଆ, ରେ ମନୁଆ ଆଜିକାଲିର କଥା ନୁଆ। ଶାଳ ଗଛ ଆଉ ଅଛି, ପିଆଶାଳ ଅଛି, ଅଛି ଯେ ଗାଁ ଗହଳିରେ କଣ କରୁଛନ୍ତି, ତାକୁ ଚୁଲି ଜାଳ କରିଦଉଛନ୍ତି ନା ନାଇଁ। ଇଏ ଗୋଟେ କଥାର ଗୋଟାଏ କଣ ନଥା। ଶାଳୁଆ ପିଆଶାଳ ଏ ହେଲେ ଚୁଲି ଜାଳ, ମାନେ ଜ୍ଞାନୀ ବିବେକୀ ଲୋକଙ୍କୁ କେହି ପଚାରିବେ ନାହିଁ। ଗବ ହେଲାଣି ମୂଳଦୁଆ, ଇଏ କଣ ଟିକେ ଶିଖିଗଲା, ସିଏ କହୁଛି ମୁଁ ହଉଛି କଣ ଘରର ମଜୁରୀ। କିନ୍ତୁ ଦେଖିଲା ବେଳକୁ କଣ ଗୋଟେ ଗବ ଗଛ, ଏକା ପବନ ଆସିବ ଘରକୁ କଣ କରିବ, ମୋଡିଦବ। ଗବ ଗଛର କୁଆଡେ ଘର ହେଲାଣି, ହେଲାଣି। ଏ ଯେତେ ସବୁ କଳଙ୍କି ସବୁ କହୁଛନ୍ତି, ବୁଝିଗଲା ନା। ତାଙ୍କର ଏକରେ ଠାକୁରଙ୍କୁ ଭୟ ନାହିଁ। ଜଗନ୍ନାଥ କାହାର ନୁହଁ, କଳିମୁ ସହି ଗାଳିମୁ ସହି ଗର୍ବ ନ ସହି। ସେ କଳି ସହନ୍ତି, ଗାଳି ଶୁଣନ୍ତି, ତାହାର ଗର୍ବକୁ ସହନ୍ତି ନାହିଁ। କ୍ଷଣ ସେ କଣ କରନ୍ତି, ନାଶ କରନ୍ତି। ଆରେ ଶୁଣରେ ବଳା ଶତ୍ରୁ ମୁଖେ ନବାଇ କଳା, ସେଗୁଡାକୁ ଶୁଦ୍ଧ ଓଡିଆରେ ଭାଗବତ ଲେଖା ନାହିଁ ନା। ଗର୍ବ ଭଞ୍ଜନ ନର ହରି, ଗର୍ବ ନ ରଖନ୍ତି ତାହାରି। କଳକି ଅବତାର ଲୀଳା କଣ ଏତେ ସାଧାରଣ ଲୀଳା, ଏ ଗଳି କନ୍ଦି ପୁରା ଭାଇ ଖାଲି ଠାକୁର ଫୁଟି ଯାଉଛନ୍ତି ସତୁ ବୋଲି। ଯିଏ କଳଙ୍କି ମହାପ୍ରଭୁ କହୁଛନ୍ତି ତାକୁ ଚିନ୍ତା କରିବା କଥା। ଆରେ ମୋ ବୟସ ତ ଏତିକି, ମହାପୁରୁଷ ତ ଏକଥାକୁ ସେ କଥା କହୁଛନ୍ତି, ଆମେ କେମିତି କହିବା? ଆମେ ଗୋଟେ ଧର୍ମ ଦ୍ରୋହୀ ହେଇଯାଏ। ଆମେ ଗୁରୁ ରୂପରେ କଣ ହେଇପାରିବା? ଜଗତ ସତ ଶିକ୍ଷା ଦଉଛେ, ଗୁରୁ ପଦ ବାଚ୍ୟ ହେଇପାରିବା, ଆମେ ସବୁ ପରମ ବ୍ରହ୍ମ, ଠିକ ନା ହଉ? ବର୍ତ୍ତମାନ ହଉନି, ବର୍ତ୍ତମାନ ହଉଛି ନା ହଉନି? କିନ୍ତୁ ତାକୁ ସବୁ କଣ କୁହନ୍ତି, ଶୁଦ୍ଧ ଓଡିଆରେ ଆମକୁ ସମାଲୋଚନା କରିପାରୁନି। ସେମାନେ କଣ କରୁଛନ୍ତି, ନିଜ ମରଣକୁ ନିଜେ ଡାକନ୍ତି। କାରଣ ଆମ ଅନୁଭୂତି ଭିତରେ ଆମ ଛୁଆଟିକୁ ଏ ବାଟରେ ଆମ ପ୍ରଭୁ ନେଇଛନ୍ତି। ଆମେ ଦେଖିଛୁ, ଯେତିକି କହିଛନ୍ତି ଆମେ କଳଙ୍କି ଗୁଡାକ, ସେ ମଲା ବେଳକୁ ସବୁ କଣ ହେଇଛନ୍ତି ଆମ ଆଖିରେ ଦେଖି, ବୁଝି ହଉଛି। ରାଣୀର ଭଲ ମନ୍ଦ ବାଣୀ, ମରଣ କାଳେ ତାହା ଜାଣି। ଯୋଉଟା କହନ୍ତି ବସ ଭାଙ୍ଗିଲେ, ବସ ବେଳେ ନଅଶହ ଘଇତା, ବସ ଭାଙ୍ଗିଲେ ହରିବଂଶ ଚିନ୍ତା।
ବୟସ ଅଛି ଆମେ ଇନ୍ଦ୍ରରଞ୍ଜ ମାନିଆନି ବସ ଭାଙ୍ଗିଲା କଣ ଅଛି କର ଚରଣ ନଚଳ କମ୍ପୁ ମଦନେ କମ୍ପୁଥିବ ଯଦି ବୁଝୁ ପ୍ରଭୁ ସତ୍ୟ ମାଳିକା ସତ୍ୟ କଳଙ୍କି ଲୀଳା ମଧ୍ୟ ସତ୍ୟ କିନ୍ତୁ ବର୍ତ୍ତମାନ ସମୟକୁ ଇଏ ମାଳିକା ଶାସ୍ତ୍ରଟା କଣ କରୁଛନ୍ତି এটা ବିକ୍ରି ଖର୍ଚ୍ଚ କରିଦେଇଛନ୍ତି ଯାହାଫଳରେ ବିନାଶ କାଳେ କଣ ବିପରୀତ କିନ୍ତୁ ଗୁପ୍ତରେ କଳଙ୍କି ଲୀଳା ହବ କେହି ଜାଣିପାରିବେ ନାହିଁ ମୁଁ କହୁନି ମହାପୁରୁଷ ଅସୁଧ ରହିଛନ୍ତି ମହିରେ ଚାଲିଲେ ଚିହ୍ନା ନ ପଡିବେ ଏମନ୍ତ ପୁରୁଷ ଜଣେ ନିଶ୍ଚୟ ବ୍ରହ୍ମମୁନି ଅବତାର ଶ୍ରେଣୀ ଶୁଣନ୍ତୁ ବ୍ରଜ କହିଲେ ସେ ଏମିତିଆ ପୁରୁଷ ମହିରେ ଚାଲିଲେ ଚିହ୍ନା ନ ପଡିବେ ଚିହ୍ନ ନୁହଁ ଅନେକ ବ୍ୟକ୍ତି କହୁଛନ୍ତି ଚିହ୍ନ ସେଟା ଭୁଲ ଶିବକାଳ ଶାସ୍ତ୍ର ଦେଖିବ ଲେଖିଛନ୍ତି ଚିହ୍ନା ମାନେ ଆମରି ମାନଙ୍କ ପରି ସାଧାରଣ ବ୍ୟକ୍ତି ବିଶେଷ ରୂପରେ ଖେଳୁଥିବେ ତାଙ୍କୁ ଜାଣିପାରିବେ ନାହିଁ କିନ୍ତୁ ତାଙ୍କୁ ଯେତେବେଳେ 51 ବର୍ଷ ହବ ସେ ଅମର ଭୂମିରେ ଖେଳ ଆରମ୍ଭ କରିବେ ଅମର ଭୂମି କେଉଁଟା ଅମରାବତୀ କଟକ ବା ଛତିଆ ହେଲା ଯୋଉ ଭୂମିରେ କେହି ମରନ୍ତି ନାହିଁ ତାକୁ କୁହନ୍ତି ଅମର ଭୂମି ଫେର ଅମର ଭୂମି ହେଲା ଅରେ କଣ ମରେ କଣ ରରେ କଣ ये ତିନିଟା ଅର୍ଥରେ ଗୋଟେ ତିନିଟା ସ୍ୱତନ୍ତ୍ର ଅର୍ଥ ଅଛି এটা ପୂର୍ବ ଚିତ୍ର ତମକୁ କହିଦେବି ଅମର ଭୂମି ଛତିଆ ତାଙ୍କୁ ଯେତେବେଳେ 51 ବର୍ଷ ହେଇଯିବ ସେ ଅମର ଭୂମି କଣ କରିବେ ଖେଳାଳିଳା ଆରମ୍ଭ କରିଥିବେ ନିଶ୍ଚିନ୍ତ ଏ କଥା ହେଇଥିବ ସେଟା କେବଳ ଅନ୍ୟଥା ମହାପୁରୁଷ ବାଣୀ ଅନ୍ୟଥା ନୁହେଁ କିନ୍ତୁ ଜନସମାଜରେ କେହି ଜାଣିପାରିବେ ନା ଆମେ କହୁନୁ ମହାପୁରୁଷ ତାଙ୍କର ଶିବକଳ୍ପ ଶାସ୍ତ୍ରରେ କଥା କହିଛନ୍ତି ତୁମ ନିମନ୍ତେ ମୁଁ ପ୍ରକାଶ ହୋଇଛି ଶୁଣ ସୁଖେନ୍ଦ୍ର କୁମାର ଏ ଦ୍ୱାଦଶ ଗୋପାଳ ମାନେ ମୁଁ ତମରି ପାଇଁ କଣ ହେଇଛି ମତ୍ସ୍ୟମଣ୍ଡଳରେ ପ୍ରକାଶ ଗ୍ରହଣ କରିଛି ନ କହିବ କାହିଁ ଗୁପ୍ତେ ଥିବ ଥୋଇ କାମ ହୋଇବ ମନ୍ଦର ତମେ ଏକଥା କାହାକୁ କହିବ ନାହିଁ ଏ ଯୋଉ କଳଙ୍କି ଲୀଳା ହବ ଏଟା ସାଥି ହବ ନାହିଁ ମନ୍ଦର ଏ ଲୀଳା ସବୁ କଣ ହବ ଧୀରେ ଧୀରେ ମତ୍ସ୍ୟମଣ୍ଡଳରେ ପରିପ୍ରକାଶ ହେବ ନିର୍ବେଦ ଭଜନ ନାହିଁ ଦେହ ଜ୍ଞାନ ମହି ଭ୍ରମି କେତେ କାଳ 31 ପ୍ରକାଶ ହୋଇବ ଅମର ଭୂମି କହିଲେ ନିର୍ବେଦ ଭଜନ ନାହିଁ ଭ୍ରମ ଜ୍ଞାନ ବୁଝି ହଉଛି ନା ନିର୍ବେଦ ଭଜନ ନାହିଁ ଦେହ ଜ୍ଞାନ ମହି ଭ୍ରମି କେତେ କାଳ ସେ ବ୍ୟକ୍ତି ବିଶେଷ ସଂସାରରେ ପରିଭ୍ରମଣ କରୁଥିବେ କିନ୍ତୁ ତାଙ୍କର ସାଧାରଣ ଭାବରେ ଥିବେ କୌଣସି ଦେବାଦେବୀ ପୂଜାପୂଜି କରୁ ନଥିବେ ବୁଲି ଶେଷକୁ 31 ପ୍ରକାଶ ହୋଇବ ଅମର ଭୂମିରେ ଖେଳ 31 ବୋଲନ୍ତୁ 31 20 ବୋଲନ୍ତୁ 20 ମିଶି କେତେ ହେଲା 51 51 ବର୍ଷରେ ସେ କଣ ହେବେ ଅମର ଭୂମିରେ ଖେଳାଳୀଳା ପରିପ୍ରକାଶ କରୁଥିବେ ତେଣୁ 51 ଅଙ୍କ ସରିଗଲାଣି 52 ଅଙ୍କ ବର୍ତ୍ତମାନ ପଦାର୍ପଣ କଲାଣି ତେଣୁ ଏଇ ଯୋଉ କଥା ମହାପୁରୁଷ ଲେଖିଥିଲେ ଏଟା ନିଶ୍ଚିନ୍ତ ଘଟିଥିବ କିନ୍ତୁ ଜନସମାଜରେ କେହି ଜାଣିପାରିବେ ନାହିଁ ଆକୁ ଜାଣିବେ କିଏ ସେ କେତୁଆ ଭକ୍ତ ମାନେ ଶେଷ ସମୟକୁ ଜାଣିବେ ଯାହା କୁହନ୍ତି ସାରସତ୍ୱ ଭକ୍ତ ମାନେ ବଛା ବଛି ବର୍ତ୍ତମାନ ତ ଅନେକ ଭକ୍ତ ବାହାରିଲେ କାନ୍ତାରୀ ବଂଶୁମାରୀ ବହୁତ ପ୍ରକାର ଭକ୍ତ ବାହାରିଲେ ତାର ପୁଅ ହଉନି ତାର ଝୁଅ ହଉନି ତାର ବାହାଘର ହଉନି ମାନେ ଭିନ୍ନ ଭିନ୍ନ ଆକାରରେ ବର୍ତ୍ତମାନ ଥରେ ଯାଉଛନ୍ତି ଭକ୍ତ ହେଇଛନ୍ତି ଆଉ ଥରେ କଣ ଆମେ ଠାକୁରଙ୍କୁ ପାଇଯାଇଛୁ ଅମୁକ ଲୋକ ମହାପୁରୁଷ ଠାକୁର ତାହା ପଛରେ ଗୋଡେଇଲେ କାଳେ ଆମେ ପ୍ରଭୁତ ଲାଭ କରିଯିବୁ ନାଇଁ ଆଉ କେଇ ଜଣ ଚିନ୍ତା କରୁଛନ୍ତି ପ୍ରଭୁ ଜଗତ ଉଦ୍ଧାର ହଉ କିଏ ଚିନ୍ତା କରୁନାହାନ୍ତି ଆରେ ବାପ ପୁଅରେ ବାଡା ବାଡି ଭାଇ ଭାଇରେ ବାଡିଆ ବାଡି ଶାଶୁ ବୋହୂରେ ଚୁଟି ଧରା ଧରି
ନା ନାଇଁ? କଣ ସବୁ ନ ଘଟୁଛି ସେଇଟାକୁ ଚିନ୍ତା କରୁ। କେମିତି ସଂସାର ପରିବର୍ତ୍ତନ ହବ ସେ କଥା କିଏ ଚିନ୍ତା କରୁ? ସେଠି ଚିନ୍ତା କରାଯାଉଛି ଠାକୁର ଛତୁ ଫୁଟିବା ପରି ଫୁଟୁଛନ୍ତି, କିନ୍ତୁ ସଂସାର ପଛେ ବୁଡିଯାଉ, ସେଥିରେ କିଛି ଯାହା ଆସେ ନାହିଁ। ଏଗୁଡିକ ସବୁ ବିନାଶ କାଳେ କଣ ବିପରୀତ ହଉଛି। ବୁଝିପାରିଲେ ନା ବୁଝିପାରିଲେ? ଜୟ ଜଗନ୍ନାଥ। ସେ ପ୍ରଭୁ ସଦିଶା ପୂର୍ଣ୍ଣ ହଉ, ସେ ଅସ୍ତିତ୍ବ ସଦିଶା ପୂର୍ଣ୍ଣ ହଉ, ଜଗତ ଉଦ୍ଧାର ହେଉ, ବୋଲାନନ୍ଦ କବା ହରି।